सद्गुरुदेव शिव मुनि महाराज की जय। मनुष्य भगवान की जय। अखिल भूमंडलीय सर्वशिरोमणि मुनि समाज की जय। ମୁଁ ଆଜି ସର୍ବପ୍ରଥମେ ଆତ୍ମଦେବଙ୍କୁ ସ୍ତୁତି କରି ଆତ୍ମଜ୍ଞାନ ବିଷୟରେ କିଛି ଆଲୋଚନା କରିବାକୁ ଯାଉଛି। ତତ୍ସଙ୍ଗେ ସଙ୍ଗେ ସମସ୍ତ ମୁନି ମୁନିମତି ଓ ଜିଜ୍ଞାସୁ ଜନତା ଜନାର୍ଦ୍ଦନଙ୍କୁ ମୋର ସତ୍ପ୍ରେମ ଜୟଜୀ। ଆଜି ଆମେ ଆଲୋଚନା କରିବା ଯେ ସତ୍ୟ ଶବ୍ଦର ବ୍ୟୁତ୍ପତ୍ତି ଓ ପ୍ରକୃତ ଅର୍ଥ। ସତ୍ୟ ଶବ୍ଦ ଅସ୍ ଭୂବି ଧାତୁରେ ତିଆରି। ଅସ୍ ଧାତୁର ଅର୍ଥ ଇଂରାଜୀରେ ହେଉଛି ଟୁ ବି ବା ଓଡ଼ିଆରେ ତାର ଅର୍ଥ ହେଉଛି ଯେଉଁଥିରେ ଥିବାର ଜ୍ଞାନ ଅଛି। ସଂସାରରେ ଏକମାତ୍ର ଜୀବ ବା ଜୀବନ ଯେଉଁଥିରେ ନିଜେ ଥିବାର ଜ୍ଞାନ ଅଛି। ଜଡ଼ରେ ନିଜେ ଥିବାର ଜ୍ଞାନ ବା ଭାବ ନାହିଁ। ସୁନା, ରୂପା, ଲୁହା, ମାଟି, ପଥର, ଜଡ଼ ପଦାର୍ଥ ଓ ମତବାଦ ଈଶ୍ୱର ଜାଣେ ନାହିଁ ମୁଁ ଅଛି। ଚେତନ ଜୀବ ଜାଣେ ଏହା ସୁନା, ମାଟି, ପଥର ଓ ଈଶ୍ୱର। ମାଟି, ପଥର, ସୁନା, ରୂପା ଓ କାଳ୍ପନିକ ଈଶ୍ୱର ଜାଣେ ନାହିଁ ଯେ ମୁଁ ଅଛି। ଜୀବ ଈଶ୍ୱରଙ୍କ କଳ୍ପନା କରେ। ଈଶ୍ୱର ନିଜେ ଥିବାର କେବେ କଳ୍ପନା କରିନାହିଁ। ସୁନା, ପଥର ଓ ଭଗବାନ ନିଜ ଭିତରେ ନିଜେ ଥିବାର ପ୍ରମାଣ ରଖେ ନାହିଁ। କିନ୍ତୁ ଜୀବ ସ୍ୱତଃ ପ୍ରମାଣିତ ଓ ସ୍ୱତଃ ସିଦ୍ଧ ଏବଂ ସ୍ୱୟଂ ପ୍ରକାଶ। ଯେତେ ଜୀବ କହୁଛନ୍ତି ଆମେ ଅଛୁ, କିନ୍ତୁ ମାଟି, ପଥର ଓ ଭଗବାନ କେବେ କହିନାହିଁ ଯେ ମୁଁ ଅଛି। ଭଗବାନ ପାଇଁ ମନୁଷ୍ୟ ଲଢ଼ାଇ କରେ ଯେ ଭଗବାନ ଅଛି। ଭଗବାନ କେବେ କହେ ନାହିଁ ଯେ ମୁଁ ଅଛି। ଭଗବାନଙ୍କର ଯେଉଁ କହିବା ମିଥ୍ୟା କଥା କେବଳ ମତବାଦୀ ପୁସ୍ତକରେ ଅଛି। ଭଗବାନ କହିବା କଥା ମିଛ, କାରଣ ସେ ଯଦି କହୁଥାନ୍ତା ଆଜି ମଧ୍ୟ କହିପାରନ୍ତା। କିନ୍ତୁ ଭଗବାନ କହିବାର ଓ ଶୁଣିବାର କେବେ ଦେଖାଯାଇନାହିଁ। ଏଣୁ ଜୀବ ହିଁ ସତ୍ ଓ ସତ୍ୟ ଅଟେ। ଭଗବାନ ଠାରୁ ବଡ଼ ମିଥ୍ୟା ଓ ଜୀବଠାରୁ ବଡ଼ ସତ୍ୟ କେହି ନାହିଁ। ଯଦି ଈଶ୍ୱର ସର୍ବବ୍ୟାପକ, ତେବେ ଶବକୁ ପୋଡ଼ିବା ଲୋକଙ୍କ ଉପରେ ମର୍ଡର କେସ୍ ଲାଗନ୍ତା। ତେଣୁ ଶବରେ ଈଶ୍ୱର ନଥାଏ, ତେବେ ସେ ସର୍ବବ୍ୟାପକ କିପରି ହେଲା? ମତବାଦୀମାନେ ମନୁଷ୍ୟକୁ ସ୍ୱତନ୍ତ୍ରତା ନ ଦେଇ ଗୋଲାମ ବା ଦାସ ବନେଇଲେ। ତେଣୁ ରାଜନୈତିକ ନେତାମାନେ ଲୋକମାନଙ୍କୁ କହିଲେ ଆମକୁ ଭୋଟ ଦିଅ, ଆମେ ସ୍ୱତନ୍ତ୍ରତା ଓ ମୁକ୍ତି ଦେବୁ। କିନ୍ତୁ
ଏମାନେ ମଧ୍ୟ ଲୋକଙ୍କୁ କିଛି ଦେଲେ ନାହିଁ। ଲୋକେ ଅତ୍ୟାଚାରିତ ହେଲେ। ତେଣୁ ସତ୍ୟ କଥା ହେଉଛି, ଯଦି ମୁକ୍ତି, ସ୍ୱତନ୍ତ୍ରତା ଓ ସ୍ୱରାଜ ଚାହଁ, ତେବେ ରାଜନୀତି ଓ ମତବାଦର ଭରସା ଛାଡ଼ି ଆତ୍ମଜ୍ଞାନ ଓ ମୁନି ସମାଜର ପ୍ରକୃତ ଯୋଗ ସାଧନକୁ ପ୍ରାପ୍ତ କରି ଉନ୍ନତି ପଥରେ ଅଗ୍ରସର ହୋଇଯାଅ। ନିଜ କର୍ତ୍ତବ୍ୟ ଓ କର୍ମକୁ ପାଳନ କର। ମୁଁ ଏତିକି କହି ମୋର ସତ୍ସଙ୍ଗକୁ ସମାପ୍ତ କରୁଛି। ସମସ୍ତଙ୍କୁ ମୋର ସତ୍ପ୍ରେମ। ଜୟ ଜୀବ, ଜୟ ଜୀବ, ଜୟ ଜୀବ।